କିଛି ବୋଧେ ମ୍ୟୁଟ୍ ହେଇନି, ସେଥିପାଇଁ ଟିକେ ଆବାଜ ଆସୁଛି। ଭାଇ ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ। ସମସ୍ତେ ଟିକେ ମ୍ୟୁଟ୍ କରିଦିଅନ୍ତୁ ଦୟାକରି। ଥ୍ୟାଙ୍କ ୟୁ ଭେରି ମଚ୍। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମ ପ୍ରଭୁ, ଆମମାନେ ତୁମକୁ ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ, ଗୌରବ କୀର୍ତ୍ତନ କରୁଛୁ। କାରଣ ପ୍ରଭୁ ତୁମେ ଆମମାନଙ୍କ ପାଇଁକା ସେ ମୃତ୍ୟୁଭୋଗ କଲ, ଯେପରି ଆମମାନେ ସମସ୍ତେ ସେ ପୁନର୍ଜନ୍ମ ଦ୍ୱାରା ତୁମ ରାଜ୍ୟର ଅଂଶୀ ହବୁ, ସେ ଗୌରବର ଅଂଶୀ ହବୁ, ତୁମର ସନ୍ତାନ ହବାର ଅଧିକାର ପାଇବୁ, ଉତ୍ତରାଧିକାରୀ ହବୁ। ପ୍ରଭୁ, ଏହି ସବୁ ଯୋଜନା ପାଇଁ ଆମମାନେ ତୁମକୁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ଆଜିର ଏହି ସହଭାଗିତାକୁ ତୁମରି ହାତରେ ସମର୍ପଣ କରୁଛୁ। ହେ ପବିତ୍ର ଆତ୍ମା ରୂପୀ ପରମେଶ୍ୱର, ତୁମେ ଆମମାନଙ୍କୁ ସେ ବାକ୍ୟ ଆଉ ତାକୁ ଭାଙ୍ଗିକି ଆମମାନଙ୍କୁ ପରିବେଷଣ କର। ଯୀଶୁଙ୍କ ନାମରେ ମାଗିଲି, ଶୁଣ, ଗ୍ରହଣ କର, ଆମେନ୍। ଗତ 1 ତାରିଖ ଦିନ ଅର୍ଥାତ୍ କାଲି ସକାଳେ ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପରେ ମୁଁ ଏଟାକୁ ଆରମ୍ଭ କରିଥିଲି ସବଜେକ୍ଟଟାକୁ। ଆଉ ଯୋଉ ଶେଷ ଅଧା ରହିଥିଲା, ଆଜି ସେଟା ଆପଣମାନଙ୍କ ଆଗରେ ରଖିବି। ତେବେ ଚୁମ୍ବକରେ ସେ ପୂର୍ବଟାକୁ ଟିକେ ବର୍ଣ୍ଣନା କରିସାରିଲା ପରେ ଆପଣମାନଙ୍କୁ ଏଟାକୁ କହିବି। ଯେତେବେଳେ ଆମେ ମୃତ ହବା, ଜାଗତିକ ଲୋକଙ୍କ ଅନୁସାରେ ସେ ନାଁ ହଉଛି ମୃତ, ଆମ ପାଇଁ ତ ସେଟା ମୃତ ନୁହେଁ। ଏନିୱେ, ସେତେବେଳକୁ ପ୍ରଭୁ ଆମମାନଙ୍କର ଜୀବନରେ ବା ପ୍ରଭୁ ଆମମାନଙ୍କର ଆତ୍ମାକୁ ସେ ଯୋଉ ପ୍ରତିଦିନ ତାକୁ ପରିବର୍ତ୍ତିତ କରି ଚାଲିଛନ୍ତି, ଟ୍ରାନ୍ସଫର୍ମ କରିକି ଚାଲିଛନ୍ତି, ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହଉଛି ସେ ସ୍ୱର୍ଗ ରାଜ୍ୟ ପାଇଁ ଆମେ ଯୋଗ୍ୟ ପ୍ରଜା ହବୁ। ସେଥିପାଇଁ ସେ ପ୍ରତିଦିନ ତାକୁ ଟ୍ରାନ୍ସଫର୍ମ କରିକି ଚାଲି ଅଛନ୍ତି। ତାର ଗୋଟେ ଏକ୍ସାମ୍ପଲ ଆମେ ଦେଖିଥିଲୁ, ଯେତେବେଳେ ପାହାଡ ଉପରେ ଯୀଶୁ, ପିତର, ଯାକୁବ, ଯୋହନ ଏ କେବଳ 3ଟି ଶିଷ୍ୟଙ୍କୁ ଧରିକି ଯାଇଥିଲେ, ସେଇ ଜାଗାରେ ଆମେ ଦେଖିଲୁ ଯୀଶୁ ଗୋଟେ ଗୌରବମୟ ରୂପରେ ସେ ଉଭା ହେଲେ। ଅର୍ଥାତ୍ ହଠାତ୍ କିନା ତାଙ୍କର ସେ ମାନବିକ ଚେହେରାଟା ଗୋଟେ ଗୌରବମୟ ଶରୀରରେ ପରିଣତ ହେଇଗଲା। ସେଇ ବାକ୍ୟାଂଶ ଆମମାନଙ୍କୁ ସୂଚେଇ ଦିଏ, ଯେତେବେଳେ ଆମେ ସ୍ୱର୍ଗକୁ ଯିବା, ଆମମାନଙ୍କୁ ଗୋଟେ ଗୌରବମୟ ଶରୀର ସେଠି ଆମମାନଙ୍କୁ ଦିଆଯିବ। ରୋମୀ 8 ପର୍ବ 18 ପଦରେ ଲେଖା ହେଇଛି, ରୋମାନ୍ସ ଆପଣ ମାନେ ଖାଲି ଲେଖି ଦିଅନ୍ତୁ, ତେଣୁ ସମୟର ଅଭାବରୁ ତାକୁ ମୁଁ ନିଜେ ପଢି ଦଉଛି। କାରଣ ମୋ ବିଚାରରେ ଯୋଉ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହେବ, ଗୋଟେ ଗୌରବ ଆମମାନଙ୍କୁ ଦିଆଯିବ, ଯୋଉ ଗୌରବ ଦ୍ଵାରା କି ଆମମାନେ ଗୋଟେ ଗୌରବମୟ ରୂପରେ ପରିଣତ ହବୁ। ଯେତେବେଳେ ଆଦମ ହବା ଏଦନ ଉଦ୍ୟାନରେ ଥିଲେ, ସେମାନେ ସେଇ ଗୌରବମୟ ରୂପରେ ସେମାନେ ଥିଲେ। କିନ୍ତୁ ଯେତେବେଳେ ପାପ କଲେ, ଈଶ୍ୱରଙ୍କର ଅବାଧ୍ୟ ହେଲେ, ସେ ଫଳ ଖାଇଲେ, ଶୈତାନ କଥାକୁ ବିଶ୍ୱାସ କଲେ, ସେତେବେଳେ ସେମାନେ ସେ ଗୌରବମୟ ଶରୀର ତାଙ୍କ ଦେହରୁ ଅପସାରିତ ହେଇଗଲା। ଆଉ ସେମାନେ ପରସ୍ପରକୁ ଜାଣି ପାରିଲେ ଯେ ଆମମାନେ ହଉଛୁ we are naked ବା ଆମେ ଉଲଗ୍ନ। ତାପର ଷ୍ଟୋରି ଆପଣ ମାନଙ୍କୁ ଜଣା, ପ୍ରଭୁ ଈଶ୍ୱର ଆସିଲେ, ଡୁମୁରି ପତ୍ରରେ ତାଙ୍କୁ ସେମାନଙ୍କୁ ପୋଷାକ ବନେଇକିରି ଦେଲେ। କିନ୍ତୁ ବର୍ତ୍ତମାନ ସିଚୁଏସନ ବର୍ତ୍ତମାନ ହଉଛି ଆମର, ଯେ ପାଉଲ ଲେଖୁଛନ୍ତି ରୋମୀ ଚିଟାଉରେ, ଯୋଉ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହବ। ଆମମାନେ, ମୁଁ ବି ନିଜେ ସାନ ବେଳୁ ଭାବୁଥିଲି, ଯୋଉମାନେ ମରି ଯାଉଛନ୍ତି କିନ୍ତୁ ଆମରି ଲୋକ ଥିଲେ, ଆମରି ଭାଇ, ଆମରି ଭଉଣୀ, ଆମରି ବାପା, ଆମରି ମା, ଟିକେ ତାଙ୍କର ଚିନ୍ତା ନାହିଁ ଆମକୁ ଟିକେ
କେତେବେଳେ ହେଲେ ବି ଟିକେ କହିଦିଅନ୍ତେ ଆମେ କେମିତି ଅଛୁ, ଏଇ ଜାଗାଟା କେମିତି, ତାର ପରିବେଶ କେମିତି, ଯୀଶୁ କଣ କରୁଛନ୍ତି, ଆମମାନେ ବର୍ତ୍ତମାନ କଣ କରୁଛୁ, ଟିକେ ତା ଆଭାସ ଆମକୁ ଦିଅନ୍ତେ। ଏଇ ଜଗତରେ ଥିଲାବେଳେ ଆମ ସାଙ୍ଗରେ ଟିକେ ବନ୍ଦ କରିଦିଅନ୍ତୁ ସନ୍ତୋଷିନୀ ଭଉଣୀ, ମ୍ୟୁଟ କରିଦିଅନ୍ତୁ, ମ୍ୟୁଟ କରିଦିଅନ୍ତୁ। ହେଇନି? ହଁ ହେଲା। ମୁଁ ସବୁବେଳେ ଚିନ୍ତା କରେ ଆମରି ସାଙ୍ଗରେ ଥିଲେ, ଆମ ସାଙ୍ଗରେ ଚିହ୍ନା ପରିଚୟ ଭାବର ଆଦାନ ପ୍ରଦାନ ଥିଲା, ଆମର ରିଲେସନ ସେମାନେ ଥିଲେ, କିନ୍ତୁ ଯାଇକି ଆମକୁ ପୁରା ଭୁଲିଗଲେ। ଆମକୁ ଟିକେ କହନ୍ତେନି ଆମେ କେମିତି ଅଛୁ, କଣ ଅଛୁ, କିଛି ନାହିଁ, ପୁରା କଟ ଅଫ୍ ହେଇଯାଉଛନ୍ତି ଆମ ସାଙ୍ଗରେ। ଏଇ ଯୋଉ ଅନେକ ଦିନ ଧରି, ଅନେକ ବର୍ଷ ଧରିକି ମୋ ମନରେ ଚିନ୍ତା ଥିଲା ଏବଂ ସେ ଚିନ୍ତାରେ ମୁଁ ଆହୁରି ମର୍ମାହତ ହୁଏ ଯେତେବେଳେ କୌଣସି ମୃତ୍ୟୁ ଭୋଗ କରିଥିବା ପରିବାରରେ କ୍ରନ୍ଦନର ରୋଳ ଉଠେ, ମତେ ସେଟା ବହୁତ ଅଜୀବ ଲାଗେ। ଏବଂ ଏଇଟା ଉପରେ ଆଜିର ଏଇ ମେସେଜ ଟା ପର୍ଯ୍ୟବେସିତ। ଆମେ ପ୍ରକୃତରେ କାନ୍ଦିବା ନା କାନ୍ଦିବାନି? ଗତ ଥର 1 ତାରିଖରେ ମୁଁ ସକାଳେ କହିଥିଲି, ଧରନ୍ତୁ ଆପଣଙ୍କର ପୁଅ ବା ଝିଅ କି ଭାଇ ବନ୍ଧୁ କୁଟୁମ୍ବ ସେ ଗୋଟେ ଜାଗାରେ ଶିକ୍ଷା ପାଉଛି, ହଠାତ୍ ଆପଣ ପାଖକୁ ଖବର ଆସିଲା ସେ ଗୋଲ୍ଡ ମେଡଲ ପାଇଛି, ସେ ଆଇଏଏସ୍ ପାଇଛି, ସେ ଆଇପିଏସ୍ ପାଇଛି, ସେ ୟୁନିଭର୍ସିଟି ଟପର ହେଇଛି, ଇତ୍ୟାଦି ଇତ୍ୟାଦି ଭଲ ଖବର ଆସିଲା। ଆପଣ ମୁହଁ ଲଟକେଇ କାନ୍ଦିବେ କି? ଆପଣ ସେ କଥାକୁ ଏତେ ଶୀଘ୍ର ଶୀଘ୍ର, ହାତରେ ଯୋଉ ମୋବାଇଲଟି ଅଛି ସମସ୍ତଙ୍କୁ ଅଧଘଣ୍ଟା ଭିତରେ ସବୁଆଡେ ପ୍ରସାରିତ ହେଇଯିବ ଯେ ସେ ତାର କୃତିତ୍ବ ଏଭଳି ସୁନ୍ଦର ହେଇଛି। ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଅନେକ ବିଷୟଟା ଜାଣିପାରୁନୁ ବାଇବଲର, ସେଥିପାଇଁ ଆମମାନେ ସେ ମୃତ ବ୍ୟକ୍ତିର କବର ପାଖରେ କାନ୍ଦୁ, ତା ଶରୀର ପାଖରେ କାନ୍ଦୁ, ସତେ ଯେମିତି ଆମ ଦେହରୁ ଗୋଟେ ଜିନିଷ ଛିଣ୍ଡିଗଲା ସେମିତି ଭାବରେ ଆମେ ବ୍ୟବହାର କରୁ। କିନ୍ତୁ ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କୁ ଶକ୍ତି ଦିଅନ୍ତୁ ବୁଝିବା ପାଇଁ, ବଳ ଦିଅନ୍ତୁ ଯେ କାହିଁକି ଆମମାନେ କାନ୍ଦିବାନି। ତାର ଏକମାତ୍ର କାରଣ ହେଲା ପ୍ରକାଶିତ ବାକ୍ୟ 21:4, ଆଉ ସେଥିରେ ଲେଖା ହେଇଛି ଈଶ୍ୱର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ, ସେମାନଙ୍କ ଚକ୍ଷୁର ସମସ୍ତ ଅଶ୍ରୁ ଜଳ ପୋଛିଦେବେ, ମୃତ୍ୟୁ ଆଉ ଘଟିବ ନାହିଁ, ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ, କାରଣ ପୂର୍ବ ବିଷୟ ସବୁ ଲୋପ ପାଇ ଅଛି। ଏଭଳି ଗୋଟେ ପରିସ୍ଥିତିକୁ ଗଲା ପରେ ଆମେ ସେମାନଙ୍କ ପାଇଁ କାନ୍ଦିବା କି? ମୋ ମତରେ ନାହିଁ। ରୋମୀରେ ପାଉଲ ଲେଖିଲେ ଯୋଉ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହବ, ଅର୍ଥାତ୍ ଯୋଉମାନେ ଯିବେ ସ୍ୱର୍ଗକୁ ସେମାନଙ୍କୁ ଗୋଟେ ଗୌରବ ଦିଆଯିବ, ସେମାନେ ଗୋଟେ ଗୌରବମୟ ଶରୀର ପାଇବେ। 16 ପର୍ବ ତାର 19-31 ଲୋକ 16 ପର୍ବ 19-31 ଲେଖା ହେଇଛି ଧନୀ ଲୋକ ଓ ଲାଜାରର ଗଳ୍ପ, ଧନୀ ଓ ଲାଜାରର ଗଳ୍ପ। ସେଠାରେ ଆମେ ଦେଖୁଛୁ ଦି ଜଣ ଚିହ୍ନି ପାରୁଛନ୍ତି ଦି ଜଣକୁ। ଲାଜାର ତ କିଛି କଥା କହୁନି, କିନ୍ତୁ ଧନୀ ଲୋକ ଲାଜାରକୁ ଚିହ୍ନି ପାରୁଛି, ଅବ୍ରାହମକୁ ଚିହ୍ନି ପାରୁଛି, ଅବ୍ରାହମକୁ ନିବେଦନ କରୁଛି ଲାଜାରକୁ ଟିକେ ପଠାଅ, ଟିକେ ପାଣିରେ ଟିପ ବୁଡେଇକିରି ମୋର ଜିଭରେ ଟିକେ ସ୍ପର୍ଶ କରିବ। ଏତିକି ଆମର ଦରକାର ଯେ ସ୍ୱର୍ଗର ବିଷୟ ଜାଣିବା ପାଇଁକା, ଯେ ସେଠି ଆମମାନଙ୍କର ଆମେ ଆମର ଯୋଉ ପରିଜନ ବର୍ଗ, ଆମର ଯୋଉ ପରିବାର ବର୍ଗ, ଆମର ଯୋଉ ସାଙ୍ଗସାଥି ମାନେ ଯାଇଛନ୍ତି ସେମାନେ ଆମକୁ ଚିହ୍ନି ପାରିବେ ଆଉ ଆମେ ସେମାନଙ୍କୁ ଚିହ୍ନି ପାରିବା। ତାର ଆଉ ଗୋଟେ ଜ୍ୱଳନ୍ତ ଉଦାହରଣ ମୁଁ ଆପଣ ମାନଙ୍କୁ ଦଉଥିଲି, ତାକୁ ଅଧାରେ ଏଇଥିପାଇଁ ରଖିଥିଲି ଆ ସାଙ୍ଗେ ତାକୁ ମିଶିବା ପାଇଁ।
ଯେତେବେଳେ ପର୍ବତ ଉପରେ ଯୀଶୁଙ୍କର ସେ ଗୌରବମୟ ଶରୀର ଆସିଲା, ଆଉ ସେଇ ସମୟରେ ମୋଶା ଏଲିୟ ସେମାନେ ମଧ୍ୟ ଆସିଲେ, ଆଉ ସେମାନେ କଥୋପକଥନ କଲେ ଯୀଶୁଙ୍କର ସହିତ। ସେଠି ସମୟରେ ଲେଖା ହେଇନି ଯେ ଯୀଶୁ ପିତର, ଯୋହନ, ଯାକବଙ୍କୁ ଡାକିକି କହିଲେ, ଏଇ ଦେଖରେ ଏଇ ହଉଛନ୍ତି ମୋଶା, ଏ ହଉଛନ୍ତି ଏଲିୟ। କିଛି କହିନାହାନ୍ତି। ଅର୍ଥାତ୍ ସେ ଗୌରବମୟ ଅବସ୍ଥାରେ ଆମେ ପ୍ରତ୍ୟେକଙ୍କୁ ଚିହ୍ନି ପାରିବା। ବହୁତ ଏଜ ର ଡିଫରେନ୍ସ, ମୋଶାଙ୍କ ଠାରୁ ଏଲିୟଙ୍କର ଏଜ ବହୁତ ଡିଫରେଣ୍ଟ। ଏଲିୟଙ୍କ ଠାରୁ ଯୀଶୁଙ୍କର ଏଜ ବହୁତ ଡିଫରେଣ୍ଟ। ଯୀଶୁଙ୍କ ଠାରୁ ଆମର ବର୍ତ୍ତମାନ ଏଜ ଏଇ ଜଗତର ବିଚାରରେ ବା ବୟସରେ ବହୁତ ଡିଫରେଣ୍ଟ, କିନ୍ତୁ ସମସ୍ତେ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି। ଆଉ ତାର କାରଣଟା କଣ? ପିତର କହୁଛନ୍ତି ଆମେ 3ଟି କୁଟୀର ବନେଇବା, ଗୋଟେ ଆପଣଙ୍କ ପାଇଁ, ଆଉ ଗୋଟିଏ ମୋଶା, ଆଉ ଗୋଟେ ଏଲିୟଙ୍କ ପାଇଁ। ଅର୍ଥାତ୍ ସ୍ୱର୍ଗ ରାଜ୍ୟ ଏଭଳି ଜାଗା, ଆମର ସେଟା ଗୋଟେ ବହୁତ ଆନନ୍ଦର ଜାଗା। କାରଣ ନିଜେ ସ୍ୱୟଂ ଆମମାନଙ୍କ ଚକ୍ଷୁରୁ ସମସ୍ତ ଜଳ ପୋଛିଦେବେ, ଅଶ୍ରୁ ଜଳ। ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହବ ନାହିଁ। ସବୁବେଳେ ଜଗତରେ ଏଗୁଡାକ ସହି ସହି ଆମମାନଙ୍କର ମନଟା ବଡ ଦୁଃଖିତ ହୋଇଥାଏ। କିନ୍ତୁ ସେଠି ଲେଖା ହଉଛି, କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି, ପୂର୍ବ ବିଷୟ କିଛି ଆଉ ରହିବନି, କିନ୍ତୁ ଚିହ୍ନି ପାରିବା। ତାପରେ ଆମେ ଦେଖିବା ପ୍ରଥମ ପିତର 5 ପର୍ବର 10 ପଦ। ପ୍ରଥମ ପିତର 5 ପର୍ବର, ମୁଁ ପଢି ଦଉଛି ସବୁ ଗୁଡାକ। ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର, ଅନୁଗ୍ରହଟାର ଆକର କହିଲେ ଯିଏ ହଉଛନ୍ତି କ୍ରିଏଟର, ଆକର ବା କ୍ରିଏଟର, ଯିଏ ସୃଷ୍ଟିକର୍ତ୍ତା, ଆକର ଯିଏ ଈଶ୍ୱର, ଆପଣ ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ, ୱାର୍ଡ ଗୁଡାକ ମନ ଦେଇ ଶୁଣନ୍ତୁ, ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମମାନଙ୍କୁ ଆହ୍ୱାନ କରିଅଛନ୍ତି। ଏଇ ଯୋଉ ଗୌରବ ପିତର, ଯାକବ, ଯୋହନ ପାହାଡ ଉପରେ ଦେଖିଲେ ଯୀଶୁଙ୍କର, ସେଟା ଅଳ୍ପ ସମୟ ପାଇଁ ଥିଲା। ପୁଣି ଯୀଶୁ ନିଜର ସେ ମାନବିକ ଶରୀରକୁ ପଳେଇ ଆସିଲେ। କିନ୍ତୁ ଏଠି ଲେଖା ହଉଛି ଅନନ୍ତ ଗୌରବ, କ୍ଷଣକାଳିସ୍ଥାୟୀ ଗୌରବ ନୁହେଁ, ଦିଦିନିଆ ଗୌରବ ନୁହେଁ, ମାସିକିଆ ଗୌରବ ନୁହେଁ, ପ୍ରତିଦିନ ପାଇଁ ଯାହା ଅନନ୍ତ, ଯାହା ଅନ୍ତ ହୁଏ ନାହିଁ, ଅନନ୍ତ ଜୀବନର, ଅନନ୍ତ ଗୌରବର ସହଭାଗୀ ପ୍ରଭୁ ଆମମାନଙ୍କୁ କରାନ୍ତି ସ୍ୱର୍ଗକୁ ଗଲା ପରେ। ଏଟା ମାନେ କାହା ଦ୍ୱାରା ପାଇଛୁ ଏଇ ଆନନ୍ଦଟା, ସେ ଅଧିକାରଟା? ନା ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଯେ ଆମମାନଙ୍କୁ ଆହ୍ୱାନ କରିଛନ୍ତି। ସେ ତୁମମାନଙ୍କ କ୍ଷଣିକ ଦୁଃଖ ଭୋଗ ଉତ୍ତାରେ ତୁମମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। 1, 2, 3, 4 ସିଦ୍ଧ କରିବେ, ପରଫେକ୍ଟ କରିବେ। ଆମମାନେ ଏଠି ଦେଖିଥିଲୁ, ଆମମାନେ ରୂପାନ୍ତରିତ ହୋଇ ଚାଲିଛୁ ପ୍ରତିଦିନ। ରୋମୀ 12:1 ମଧ୍ୟ ସେଟା ଲେଖା ହେଇଛି। ହଁ, ମାନେ ପ୍ରତିଦିନ ପ୍ରଭୁ ଆମକୁ ରୂପାନ୍ତରିତ କରି ଚାଲିଛନ୍ତି, ଯେଭଳି ଆମମାନେ ସେ ଅନନ୍ତ ଗୌରବର ସହଭାଗୀ ହବା ତାଙ୍କ ସହିତ। କ୍ଷଣିକ ଦୁଃଖ ଭୋଗ ଆମ ଜୀବନ ଯୋଉଟା ଆସୁଛି, ତାକୁ ଲେଖା ହଉଛି, ପିତର ଲେଖୁଛନ୍ତି କ୍ଷଣିକ, ଏଟା ବେଶୀ ଦିନ ରହିବନି। ସେ ତୁମମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। ସିଦ୍ଧ ହଉଛି ପରଫେକ୍ସନ। ପରଫେକ୍ସନ କହିଲେ କିଛି ଭୁଲଭାଲ ହବନି। ଆମର ଯାହା କିଛି ହଉଛି
ସେଥିରେ ଭୁଲ ଅଛି। କିନ୍ତୁ ଯେତେବେଳେ ଆମେ ସିଦ୍ଧ ହବା କୌଣସି ଭୁଲ ଆସିବ ନାହିଁ। ସୁସ୍ଥିର। ଯୀଶୁ କହିଲେ, ସିମୋନ ସିମୋନ, ଶୈତାନ ତୁମକୁ ଚାଲୁଣିରେ ଚଲେଇବା ପାଇଁ ଅଧିକାର ପାଇଛି, ମାଗିଛି ଯୋଉଟା ବି ହଉ। ତୁମେ ଫେରି ଆସିଲା ଉତ୍ତାରେ ଭାଇମାନଙ୍କୁ ସୁସ୍ଥିର କର। ସୁସ୍ଥିର ମାନେ ଯୋଉମାନେ କେବେ ଆଉ ହଲଚଲ ହୁଅନ୍ତିନି, ଅଟଳ ହୋଇକି ରହନ୍ତି, ସେମାନଙ୍କୁ ସୁସ୍ଥିର କୁହାଯାଏ। ତେଣୁ ଯେହେତୁ ଖ୍ରୀଷ୍ଟିଆନ ଜୀବନରେ ଯୋଉମାନେ, ମୁଁ ତାକୁ ଆଉ ଖ୍ରୀଷ୍ଟିଆନ ବୋଲି ନ କହିବି ସ୍ୱର୍ଗଯାତ୍ରୀ, ଯୋଉ ସ୍ୱର୍ଗଯାତ୍ରୀ ତାର ଜୀବନର ସେଣ୍ଟର ପଏଣ୍ଟ ହଉଛି ମୁଁ ଯାଇକିରି ସ୍ୱର୍ଗରେ ମୋର ତ୍ରାଣକର୍ତ୍ତାଙ୍କ ସାଙ୍ଗରେ ମିଶିବି, ସେ ସବୁବେଳେ ହଉଛି ସୁସ୍ଥିର, ସବଳ ଓ ସଂସ୍ଥାପିତ। ଏଥି ଗୁଡାକ ଯୋଉ ଆଡଜେକ୍ଟିଭ ରହିଲା, ଏଇଟା ହଉଛି ଆମର ଆଡଜେକ୍ଟିଭ। ଆମେ ଯଦି ନିଜେ ସୁସ୍ଥିର ନଥିବା, ପାପରେ ଯେ ମୃତ ବା ଯୋଉମାନେ ଭ୍ରାନ୍ତିରେ ସେମାନଙ୍କର ଜୀବନ ଚାଲି ଯାଉଛି, ସେମାନଙ୍କୁ ଆମେ ହାତ ବଢିକି ଟାଣିକି ଆଣିପାରିବା ନାହିଁ। ତେଣୁ ଯୋଉମାନେ ସ୍ୱର୍ଗଯାତ୍ରୀ, ତାଙ୍କର ଦ୍ଵିତୀୟ କର୍ତ୍ତବ୍ୟ ହେଲା ସେ ଆନନ୍ଦ ତ ପାଇବେ, କିନ୍ତୁ ଜଗତରେ ଥିଲା ବେଳକୁ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥିର କରିବେ, ଯେମିତି ଯୀଶୁ ପିତରଙ୍କ ବିଷୟରେ କହିଥିଲେ। ତାପରେ ଦେଖିବା ସେଇ ପ୍ରଥମ ପିତରର 4:13, ବରଂ ଯୋଉ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହବ। ସ୍ୱର୍ଗ ରାଜ୍ୟ ହଉଛି ସେଇ ଜାଗା ଯୋଉଠି ଆମମାନଙ୍କର ତ୍ରାଣକର୍ତ୍ତା ଅଛନ୍ତି, ଆଉ ସେଇ ଜାଗାରେ ଲୋକମାନେ ଆନନ୍ଦ ଉତ୍ସବ କରୁଛନ୍ତି, ମହାନନ୍ଦରେ ତାଙ୍କର ଗୀତ ବୋଲୁଛନ୍ତି, ସ୍ତୁତି ବନ୍ଦନା କରୁଛନ୍ତି। ଏଇଟା ଆମର ପ୍ରକାଶିତ ବାକ୍ୟରେ ବହୁତ ଜାଗାରେ ଲେଖା ହେଇଛି। ମହାନନ୍ଦରେ ଆନନ୍ଦ କରିବା ଅର୍ଥାତ ହଉଛି ସେମାନେ କେବେ ହେଲେ ଓଡିଆ ଲେଖା ହେଇଛି, ସେମାନେ ନନଷ୍ଟପ୍। ଜଣେ ଖ୍ରୀଷ୍ଟ ବିରୋଧୀ ସେଭଳି ଭାବରେ କହିଲେ, ଆପଣଙ୍କ ବାଇବଲରେ ବଡ ଜଟିଳ ଜଟିଳ ବିଷୟ ସବୁ ଅଛି। ମୁଁ କହିଲି ଭାଇ କୁହନ୍ତୁ ଗୋଟେ ଜଟିଳ ବିଷୟ ତା ଭିତରୁ। ନା ମୋର ପୁଅ ଆଉ ଝିଅ ସେମାନେ ଅନେଇକି ରହିଥାନ୍ତି, କେତେବେଳେ ବାପା ଘରୁ ଚାଲିଗଲେ ସେ ମଜାରେ ଟିକେ ଡେଇଁବେ। ଲେଖା ହେଇଛି ଦିନ ରାତି ସେମାନେ ଈଶ୍ୱରଙ୍କର ପ୍ରଶଂସା କରୁଛନ୍ତି, ତାଙ୍କୁ ଟିକେ ହେଲେ ବୋର ଲାଗୁନି, କଷ୍ଟ ଲାଗୁନି। ଈଶ୍ୱର ତ ରହୁଛନ୍ତି, ତେଣୁ ସେମାନଙ୍କୁ କେତେ କଷ୍ଟ କରିବାକୁ ପଡୁଛି। ହୁଏତ ସେତେବେଳେ ମୋର ଏତେ ଜ୍ଞାନ ଆସିନଥିଲା, ନୂଆକରି ସେ ପ୍ରଶ୍ନ ଶୁଣିଲି, ଏଭଳି ପ୍ରଶ୍ନ ଆଗରୁ ବି ଶୁଣି ନଥିଲି। ମୁଁ ତାଙ୍କୁ ସେଭଳିଆ ସନ୍ତୋଷଜନକ ଉତ୍ତର ଦେଇପାରିଲିନି, କିନ୍ତୁ ଅବିକା ବର୍ତ୍ତମାନ ଯଦି ସେ ଥାନ୍ତେ, ମୁଁ ତାଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରିଥାନ୍ତି। କାହିଁକି? କରନ୍ଥିରେ ପାଉଲ ଲେଖିଲେ, ଆମେ ଆଂଶିକ ଭାବରେ ଜାଣୁଛୁ, କମ ଜାଣୁଛୁ। ଆମମାନଙ୍କର ବ୍ରେନରେ ସେଭଳି ଭାବରେ ୱାରିଂ ହେଇନି, ବା ସେଭଳି ଭାବରେ ଆମକୁ ଷ୍ଟ୍ରଙ୍ଗ ସେଲ୍ସ ଦିଆହେଇନି ଯେ ସ୍ୱର୍ଗରାଜ୍ୟ ବିଷୟ ସବୁ ଜାଣିପାରିବା। କିନ୍ତୁ ଯେତେବେଳେ ସିଦ୍ଧ ବିଷୟ ଉପସ୍ଥିତ ହବ, ପାଉଲ ଲେଖୁଛନ୍ତି, ସେତେବେଳୁ ଆଂଶିକ ଭାବରେ ସବୁ ବିଷୟ ପଳେଇଯିବ। ଆମେ ବର୍ତ୍ତମାନ ଆଂଶିକ ଭାବରେ ଭାବବାଣୀ କହୁଛୁ, ସେ ବି ପଳେଇବ। ଆମ୍ଭେ ମାନେ ସିଦ୍ଧ ହବା, ସମ୍ପୂର୍ଣ୍ଣ ହବା, ସୁସ୍ଥିର ହବା, ସବଳ ହବା, ଏଇଟା ଈଶ୍ୱରଙ୍କର ଇଚ୍ଛା, ଏଇଟା ଈଶ୍ୱରଙ୍କର ଯୋଜନା। ଆମ ପ୍ରତ୍ୟେକଙ୍କୁ ସେ ସେଭଳି ଭାବରେ ପ୍ରତିଦିନ ଗଢି ଚାଲି ଆସୁ ଅଛନ୍ତି, ଯେ ଯେମିତି ଆମେ ସେଠାରେ ପହଞ୍ଚିବା, ଯୋଉ ଯୋଉ ବିଷୟ ଆମେ ବୁଝି ପାରୁନଥିଲୁ, କାହିଁକି ସେମାନେ ନନଷ୍ଟପ୍ ପ୍ରଶଂସା କରୁଛନ୍ତି, ସେଇଟା ତାଙ୍କର
କୌଣସି କଷ୍ଟ ହଉନି, ତାଙ୍କର ଭିତରେ ଏତେ ଉତ୍ଫୁଲ୍ଲତା ଆସିଯାଇଛି, ଏତେ ଆନନ୍ଦରେ ପରିପୂର୍ଣ୍ଣ ହେଇଯାଇଛନ୍ତି, ଏତେ ବ୍ରେନ୍ ସେଲ୍ସ ଏତେ ଡେଭଲପ କରି ଯାଇଛି, ସେମାନେ ଈଶ୍ୱରଙ୍କୁ ମୁଖାମୁଖି ଦେଖି ପାରୁଛନ୍ତି। ଈଶ୍ୱର ନିଜେ ଆସିକିରି ସେମାନଙ୍କର ଚକ୍ଷୁର ସବୁ ଜଳ ପୋଛି ପାରୁଛନ୍ତି। ଦେ ଆର୍ ଏ ନ୍ୟୁ କ୍ରିଏସନ। ମୁଁ ପୁଣି ଆଉ ଥରେ ସେ ପ୍ରଶ୍ନ ପଚାରୁଛି, ଏଭଳି ଗୋଟେ ଯେତେବେଳେ ନୂତନ ସୃଷ୍ଟି ସେମାନେ ସ୍ୱର୍ଗ ରାଜ୍ୟ ଗଲା ପରେ ହଉଛନ୍ତି, ସେମାନଙ୍କର ବିୟୋଗରେ ଆମେ କାନ୍ଦିବା କି ନା ନାଇଁ। ଆନନ୍ଦ ମନେଇବା? ଆନନ୍ଦ ମନେଇବା, ପ୍ରଭୁଙ୍କୁ ଧନ୍ୟବାଦ ଦବା। ପ୍ରଭୁ ସେମାନେ କେତେ କଷ୍ଟକର ପରିସ୍ଥିତିରେ ଜଗତରେ ଥିଲେ, ତୁମେ ସେମାନଙ୍କୁ ଏକ ଉଚ୍ଚ ଉନ୍ନତ ତୁମର ସେ ଜାଗାକୁ ନେଇଛ। ସେମାନେ ମହାନନ୍ଦରେ ଆନନ୍ଦିତ ହେଇକିରି ସେଠାରେ କାର୍ଯ୍ୟ କରୁଛନ୍ତି। ତାପରେ ଦେଖିବା ପ୍ରଥମ ପିତର 1:3-4। ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଓ ପିତା ଧନ୍ୟ, ସେ ମୃତମାନଙ୍କର ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, ଅର୍ଥାତ୍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି। ପ୍ଲିଜ ଅଣ୍ଡରଲାଇନ୍। ପ୍ରଭୁ ଆମମାନଙ୍କ ପାଇଁ କଣ ସଞ୍ଚୟ କରିଛନ୍ତି ଖାଲି ଦେଖନ୍ତୁ। ଏଭଳି ଧନ ଯାହା ହଉଛି ଅକ୍ଷୟ, ମାନେ କେବେ ଡେଟୋରେଟ କରିବନି, କ୍ଷୟ ହବନି। ଏଭଳି ଆମମାନଙ୍କ ପାଇଁକା ସେ ଜୀବନଦାୟକ ଭରସା ରଖିଛନ୍ତି। ଆଉ ସ୍ୱର୍ଗରେ ଆମମାନଙ୍କ ନିମନ୍ତେ ଯାହା ସଞ୍ଚିତ ହୋଇଛି, ସେଟା କୋଉମାନେ ପାଇବେ? ଯୋଉମାନଙ୍କର ଜୀବନରେ ପୁନର୍ଜନ୍ମ ହେଇଛନ୍ତି, ସେମାନେ ମରିଛନ୍ତି ଆଉ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥିତ ହେଇଛନ୍ତି, ଅର୍ଥାତ୍ ପୁନର୍ଜନ୍ମ ପାଇକିରି ସେମାନେ ବର୍ତ୍ତମାନ ସ୍ୱର୍ଗ ରାଜ୍ୟର ସେମାନେ ହଉଛନ୍ତି ବାସିନ୍ଦା। କୋଉଠି ଲେଖା ହେଇଛି ଆମେ ହଉଛୁ ସ୍ୱର୍ଗ ରାଜ୍ୟର ବାସିନ୍ଦା? କିଏ କହିବେ? ଫିଲିପି 3:20। ଥ୍ୟାଙ୍କ ୟୁ ବିଦ୍ୟୁତ ଭାଇ, ଆପଣ କେତେବେଳେ ଆସିଗଲେଣି? ଆମମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ଫିଲିପ 3:20ରେ ଏଇ କଥା ଲେଖା ହେଇଛି, ଆମେ ହଉଛୁ ସିଟିଜେନ ଅଫ ହେଭେନ। ତାପରେ 21ରେ କଣ ଲେଖା ହେଇଛି? ସେ ଆପଣର ଯୋଉ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା, କାର୍ଯ୍ୟ ସାଧକ ଶକ୍ତି, ପ୍ରଭୁଙ୍କ ପାଖରେ ଯୋଉ ଅମାପ ଶକ୍ତି ଅଛି, ତାର ଗୋଟେ କ୍ରିଏଟିଭ ପାୱାର ଅଛି। ସେ ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି। ତଦ୍ୱାରା ଆମମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀର ସଦୃଶ୍ୟ କରିବେ। ଏବେ ଆମମାନଙ୍କର ହୋଲ ଥିମ୍ ଆପଣମାନଙ୍କ ଆଗରେ ରହିଗଲା। ଆମମାନେ ମଲା ପରେ ଆମମାନଙ୍କ ଶରୀରକୁ ସେ ଗୋଟେ ଗୌରବମୟ ଶରୀରର ସଦୃଶ୍ୟ କରିବେ। କାରଣ ଯେହେତୁ ଆମେ ମାନେ ପୁନର୍ଜନ୍ମ ପାଇଛୁ, ଆମେ ସ୍ୱର୍ଗ ରାଜ୍ୟର ଯାତ୍ରୀ। ସେତିକି ନାହିଁ, ପାଉଲ ଲେଖୁଛନ୍ତି ପ୍ରଥମ କରନ୍ତି 2:9, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ସେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ଯୀଶୁ କହିଲେ ଯେ ମୁଁ ଯାଉଛି ତୁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବା ପାଇଁ, ଆଉ ପ୍ରସ୍ତୁତ ହେଇଗଲା ପରେ ମୁଁ ଆସିବି, ମୁଁ ଯୋଉଠାରେ ରହେ ସେଠାକୁ ମଧ୍ୟ ତୁମାନଙ୍କୁ ନେବି। ଏଠି ଆମେ ଦେଖୁଛୁ
ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ସେ ପ୍ରସ୍ତୁତ କରୁଛନ୍ତି। ଆମେ ଭାବିଥିଲୁ ସେ ଗୃହ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ପାଉଲ ଏଠାରେ କହୁଛନ୍ତି ପ୍ରଥମ କରନ୍ତି 2:9 ଚକ୍ଷୁ ଯାହା ଦେଖି ନାହିଁ। ଆମେ ଯେତେବେଳେ ଜଗତର ବିଭିନ୍ନ ଜାଗାକୁ ଯାଉ, ଯାହା ଆମ ଓଡିଶାରେ ନାହିଁ, ଯେତେବେଳେ ଆମେ ଦେଖୁ, ଆରେ ସତରେ ତ ମୁଁ ଏଟା ଦେଖିନଥିଲି, ଏଟା ହଁ ଦେଖିଲି। କର୍ଣ୍ଣ ଯାହା ଶୁଣିନି ସେଟା ବି ସମ୍ଭବ, କିନ୍ତୁ ଆଉ ଗୋଟେ ବିଷୟ ଲେଖା ହଉଛି ମନୁଷ୍ୟ ହୃଦୟରେ ଯାହା ଜାତ ହୋଇନାହିଁ। କେମିତି ଜାତ ହେଇପାରିବ? ଆମର ବ୍ରେନ ସେଲ୍ସ ଏତେ ୱିକ୍। ସମୟ ଚାଲି ଯାଉଛି, ମୁଁ ଗୋଟେ ଖାଲି ଆପଣ ମାନଙ୍କୁ ଉଦାହରଣ କହିଥାନ୍ତି। ଲୁଇସ୍ ପାଶ୍ଚର ଯେତେବେଳେ ତାଙ୍କର ସେଇ ଉଦ୍ଭାବନଟା କଲେ, ତାଙ୍କର ଟୋଟାଲ ବ୍ରେନ ସେଲ୍ସ ଡ୍ରାଇ ହେଇଯାଇଥିଲା, କେବଳ 1/4 ବଞ୍ଚିଥିଲା। ମନେ ରଖନ୍ତୁ, 1/4। ସେଇଥିରେ ସେ ଯୋଉଟା ବନେଇଲେ, ପରବର୍ତ୍ତୀ ସମୟରେ ସେଟା ଆଣ୍ଟିବାୟୋଟିକ ହେଲା, ଆହୁରି ବହୁତ ଜିନିଷ ସେ ବନେଇଛନ୍ତି। ଆମର ବ୍ରେନ ସେଲ୍ସ ସବୁ ଗୁଡାକ ବ୍ୟବହାର ହେଇପାରେନି। ଆସ୍ତେ ଆସ୍ତେ ବୟସ ହେଲେ ଶୁଖି ବି ଯାଏ। ମାନସିକ ରୋଗ କେତେଟା ରକମ ଥାଏ, ପାର୍କିନସନ୍ ଥାଏ, ଆଲଜିମର ଥାଏ, ଆଉ ମନ ପଡିବନି, ଦେହ ହାତ ସବୁ ଥରିବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କିନ୍ତୁ ଯେତେବେଳେ ଆମେ ପଢୁଛୁ ବାକ୍ୟ, ସେଠି ଲେଖା ହଉଛି ତାଙ୍କର ପ୍ରେମକୁ ବି ବୁଝି ହବନି, କାରଣ ସେ ପ୍ରେମଟା, ତାର ହାଇଟ୍ କେତେ, ତାର ଡେପ୍ଥ କେତେ, ତାର ଲେନ୍ଥ କେତେ, ତାର ୱିଡଥ କେତେ, ତା ବି ଆମେ ବୁଝିପାରିବାନି। ଆମମାନଙ୍କର ବ୍ରେନ ସେଲ୍ସ ଏତେ କମଜୋର। ସେଥିପାଇଁ ତ ସେ ଯୋଉ ଅଖ୍ରୀଷ୍ଟୀୟ ଭାଇ କହିଲେ, କେମିତି ଦିନ ରାତି ଆପଣ ମାନେ ପ୍ରଶଂସା କରିପାରିବେ, ବୋର ଲାଗିବନି? କାହିଁକି ଏକଥା କହିଲେ? ତାଙ୍କର ସେ ବ୍ରେନ ସେଲ୍ସ ର କାପାସିଟି ନାହିଁ ଈଶ୍ୱରଙ୍କ ପ୍ରେମକୁ ବୁଝିବା ପାଇଁ। ଭାବିଲେ ଏଇ ସବୁ ପାଇଁ ଆମେ ଯୋଗ୍ୟ ଅଛୁ? ନିଜ ଜୀବନକୁ ପଚାରିବା, ଆଉ ଅନ୍ୟ କଥା କାହାକୁ ଦେଖିବାନି। ପ୍ରଭୁ ଏଇ ଯୋଉ ସବୁ ବିଷୟ ଗୁଡାକ ଆମ ପାଇଁକା ସଞ୍ଚୟ କରି ରଖିଛନ୍ତି, ତାକୁ ଆମମାନଙ୍କୁ ସେ ପରିବର୍ତ୍ତିତ କରି କରିକି ନେଉଛନ୍ତି ଆମମାନଙ୍କୁ, ଯେପରି ଆମେ ସେରାକୁ ଭୋଗ କରିବା। ଆର୍ ୱି ଏଲିଜିବଲ୍? ଆମେ ତା ପାଇଁ ଯୋଗ୍ୟ କି? ଯେତେବେଳେ ସେଇଟା ଆସିବ ମନରେ, ତାଙ୍କ ପ୍ରେମଟାର ଯୋଉ ଡେପ୍ଥ, ସେଇଟାକୁ ଆମମାନେ ଜାଣିପାରିବା। ଅପବୟ ପୁତ୍ରର ଯୋଗ୍ୟତା ନାହିଁ, ତାର ଅର୍ଦ୍ଧେକ ଭାଗ ସେ ନେଇ ସାରିଛି। ପ୍ରାକ୍ଟିକାଲ ଯୋଉ ସିଭିଲ ଲ ଅନୁସାରେ ତାର କିଛି ଯୋଗ୍ୟତା ନାହିଁ, ସେ ଘର ଭିତରେ ପ୍ରବେଶ କରିବା ପାଇଁ ଯୋଗ୍ୟତା ବି ନାହିଁ, କାରଣ ସେ ସବୁ ନେଇଯାଇଛି। କିନ୍ତୁ ଆମମାନଙ୍କର ପିତା ଈଶ୍ୱର ଏତେ ପ୍ରେମିକ, ଆମର ନାହିଁ ଶକ୍ତି ନାହିଁ ବୁଝିବା ପାଇଁ ତାଙ୍କ ପ୍ରେମର ପରିଭାଷା। ନହେଲେ ଯୋଉମାନେ ଯାଉଛନ୍ତି ସେମାନଙ୍କ ପାଇଁ କେତେ ସୁନ୍ଦର ବିଷୟ। ଦେଖନ୍ତୁ ଆଉ ଗୋଟେ ସୁନ୍ଦର ବିଷୟ, ପ୍ରଥମ ଯୌନ 3:2 ହେ ପ୍ରିୟ ମାନେ, ବର୍ତ୍ତମାନ ଆମମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମମାନେ କଣ ହେବା? ବାସ୍, ଯୌନ ଅଟକି ଗଲେ। ଆଉ ଆମମାନେ କଣ ହେବା ସେ ଆଉ ବୁଝିପାରିଲେନି। ସେ ଜାଗତିକ ମନୁଷ୍ୟ ଥିଲେ, ସେ ଆଉ ବୁଝିପାରିଲେନି। ତା ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। That has not been revealed. ମୁଁ ଯୋଉଗୁଡାକ ଆପଣ ମାନଙ୍କୁ ପାଖକୁ ପଢେଇଲି, ପରବର୍ତ୍ତୀ ସମୟରେ ପାଉଲ କହୁଛନ୍ତି ମତେ ସବୁ ସେରାକ ପ୍ରତ୍ୟାଦେଶ ହେଇଛି, ପ୍ରକାଶିତ ହେଇଛି ମୋ ପାଖରେ, ସେଗୁଡା ସେ ଲେଖୁଛନ୍ତି। ଏ ବି ଲେଖୁଛନ୍ତି ସେ, ଆମମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମେ ମାନେ ତାହାଙ୍କ ସଦୃଶ୍ୟ ହବା। ଏବେ ବୁଝିଲେ? ଯୋଉ ପ୍ରେମ ଈଶ୍ୱର ଆମମାନଙ୍କୁ କରୁଛନ୍ତି, ଆମମାନଙ୍କର କୌଣସି କାଟ୍ତି ନାହିଁ, ଯୋଗ୍ୟତା ନାହିଁ। ସେ ସବୁ ପାଇବା ନିମନ୍ତେ ବିରାଟ ଯୋଜନା, ଅନନ୍ତ କାଳ ସ୍ଥାୟୀ ଯୋଜନା। ଆମ ପ୍ରତ୍ୟେକଙ୍କର ନାଁ ଧରି ଧରିକା ସେ ଜାଣିକିରି ଆମକୁ ପ୍ରତିଦିନ
ପରିବର୍ତ୍ତନ 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 କରି ଚାଲିଛନ୍ତି, ଯେମିତି ସେ ଆମେ ଅନନ୍ତ ଗୌରବର ଭାଗୀ ହବା, ଯେମିତି ଆଗରୁ ଆମେ ପଢିଲୁ। ଏ ମା ଟିକେ ବନ୍ଦ କର ବାପା, ଦେବଦାସ ଟିକେ ବନ୍ଦ କରିଦିଅ, ବନ୍ଦ କରିଦିଅ, ମ୍ୟୁଟ କରିଦିଅ। ହଁ, ଆମମାନେ ସେଥିପାଇଁକା ଯୋଗ୍ୟ ନୁହଁ, କିନ୍ତୁ ଯୋହନ କହୁଛନ୍ତି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମମାନେ ତାହାଙ୍କ ସଦୃଶ୍ୟ ହେବା। What a glorious body ପ୍ରଭୁ ଆମମାନଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି। କେତେ ଆନନ୍ଦ, ପୁଣି ମହାନନ୍ଦରେ ଆନନ୍ଦିତ ହବା। ଏବଂ ଏ ପ୍ରିୟ ମାନେ, ସେତେବେଳେ ଆମ୍ଭେ ମାନେ ସେ ଯେପରି ଆମ୍ଭେ ମାନେ ସେଭଳି ତାହାଙ୍କୁ ଦର୍ଶନ କରିବା। ସେଥିପାଇଁ ତ ପ୍ରଭୁ ଆମମାନଙ୍କୁ ବ୍ୟବହାର କରି ଚାଲିଛନ୍ତି, ସିଦ୍ଧ ସରଳ ସୁସ୍ଥିର କରିବେ, ସବଳ କରିବେ, ସଂସ୍ଥାପିତ କରିବେ। ଏଇସବୁ ହେଲା ବେଳକୁ ଆମର ଆଂଶିକ ଭାବରେ ଆମେ ବୁଝୁଅଛୁ, ଜାଣୁଅଛୁ, ଯେତେବେଳେ ସେ ପୂର୍ଣ୍ଣତା ଆସିବ ପ୍ରଭୁ ଆମମାନଙ୍କୁ ସେ ପୂର୍ଣ୍ଣତାରେ ପ୍ରବେଶ କରେଇବେ। ଭାବନ୍ତୁ, ସ୍ୱର୍ଗକୁ ଯୋଉମାନେ ଯାଉଛନ୍ତି ତାଙ୍କ ପାଇଁକା କେତେ ବଡ ଗୋଟେ ସୁନ୍ଦର ବିଷୟ। ପ୍ରଭୁ ଯୋଉ ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣରେ ଯାହା ପ୍ରବେଶ କରିନାହିଁ, ସେ ଆପଣ ପ୍ରେମକାରୀ ମାନଙ୍କ ନିମନ୍ତେ ଯାହା ରଖିଛନ୍ତି ତାଙ୍କୁ ବର୍ତ୍ତମାନ ସେ ସବୁ ଗୋଟେ ଗୋଟେ କରି ଦେଖଉଥିବେ। ଗୋଟେ ଲୋକ ଏସବୁ ଦେଖିଲା ପରେ କେବେ ସେ ପ୍ରଶଂସା ନ କରିକି ରହିପାରିବ? କେବେ ଭାବି ନଥିବ ମୁଁ ଏସବୁ ପାଇବା ପାଇଁ ଯୋଗ୍ୟ ନୁହେଁ, ମୋର ଈଶ୍ୱର ଆସବୁ ପାଇଁକା ରେଡି କରିଦେଲେଣି? ସେ କେମିତି ଭାବରେ ଚୁପ ହେଇକି ରହିବ? ସେ ଈଶ୍ୱରକୁ ଡେଇଁ ଡେଇଁ ଧନ୍ୟବାଦ ଦବ, ପ୍ରଶଂସା କରିବ, ଗୌରବ କୀର୍ତ୍ତନ କରିବ। ଦେଖିବା ପାଉଲ କଣ କହୁଛନ୍ତି। ପ୍ରଥମ ଥେସଲୋନିକି 4:13, ହେ ଭାଇ ମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମାନେ ଯେପରି ନ କାନ୍ଦ। କୋଉମାନେ କାନ୍ଦନ୍ତି ମରିଗଲେ? ଯୋଉମାନଙ୍କର ଭରସା ନାହିଁ, ଈଶ୍ୱରଙ୍କ ଉପରେ ସେମାନେ କେବେ ଭରସା ସ୍ଥାପନ କରିନାହାନ୍ତି, ସେମାନେ ସିଦ୍ଧ ସରଳ ସଂସ୍ଥାପିତ ନୁହନ୍ତି, ସେଇମାନେ ହିଁ କାନ୍ଦିବେ। ବାକ୍ୟ କହୁଛି, ମୁଁ କହୁନି। ହେ ଭାଇ ମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମାନେ ଯେପରି କାନ୍ଦ ନ କାନ୍ଦ ବା ଶୋକାକୁଳ ନ ହୁଅ। ଏଥି ନିମନ୍ତେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମେ ମାନେ ଯିଏ ଅଜ୍ଞ ଥାଅ, ଏହା ଆମମାନଙ୍କର ଇଚ୍ଛା ନୁହେଁ। ଆମମାନେ ଯୋଉମାନେ ସ୍ୱର୍ଗ ରାଜ୍ୟର ଯାତ୍ରୀ, ଆମ ପାଇଁ ହଉଛି ମୃତ୍ୟୁ ନୁହେଁ, ଆମ ପାଇଁ ହଉଛି ମହାନିଦ୍ରା। ଏପଟେ ଆଖି ବନ୍ଦ କରିବୁ, ସେପଟେ ଖୋଲା ବେଳକୁ ସେଇ ମହା ଗୌରବର ଆମେ ଅଂଶୀଦାର ହବୁ। ଆମ ପାଇଁ ମୃତ୍ୟୁ ନାହିଁ, ଏଇଠି ଆମର ମୃତ୍ୟୁ ହେଇସାରିଛି। ସେଟା ତ ମୁଁ 1 ତାରିଖ ଦିନ କହିଥିଲି। ଆଉ ତୁମମାନେ ମରିଅଛ, ଆଉ ତୁମାନଙ୍କ ଜୀବନ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଗୁପ୍ତ ଅଛି। ଆମ ପାଇଁ ଆଉ ମରଣ କଣ? ତେବେ ଜାଗତିକ ଲୋକମାନେ ଏତେ କାହିଁକି କରନ୍ତି? ଏତେ ସୁଖ ଉତ୍ସବ, ଏତେ ଅମୁକ ପାଳନ କାହିଁ କରନ୍ତି? ମତେ ବଡ ଆଶ୍ଚର୍ଯ୍ୟ ଲାଗେ। ବାକ୍ୟ କଣ ପଢୁନାହାନ୍ତି? ବାକ୍ୟ ଜାଣୁନାହାନ୍ତି? ପ୍ରଭୁ ତାଙ୍କ ପାଇଁ ଯୋଉ ଯୋଜନା କରିଛନ୍ତି ତାକୁ କଣ ବୁଝୁନାହାନ୍ତି? ସେଟା ଅନ୍ୟମାନଙ୍କ ପାଇଁ, ଯୋଉମାନେ ଲେଖା ହଉଛି, ହେ ଭାଇ ମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମାନେ ଯେପରି ଶୋକାକୁଳ ନ ହୁଅ, କାନ୍ଦ। ଯୋଉମାନେ କାନ୍ଦନ୍ତି ସେମାନଙ୍କର ଭରସା ନାହିଁ, ବା ଈଶ୍ୱରକୁ ଠିକରେ ବୁଝି ନାହାନ୍ତି। କିନ୍ତୁ ଆମମାନେ ଅଜ୍ଞ ନୁହଁ, ଆମେ ଜାଣିଛୁ, ଆମେ କିଏ ମରୁନୁ, ମହାନିଦ୍ରା ପ୍ରାପ୍ତ ହେଇକିରି ଆମେ ସେ ପାରିରେ ଆମମାନଙ୍କର ଚେତନା ଆସିବ। ଏଣୁ ଯେପରି କରୁଅଛ, ପ୍ରଥମ ଥେସଲୋନିକି 5:11 ଯେପରି କରୁଅଛ ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମ। ମୁଁ ଆଜି ଯେତିକି ଆପଣଙ୍କୁ କହିଲି, ମୁଁ ସାନ୍ତ୍ୱନା ଦେବା ପାଇଁ କହିଲି, କ୍ରିଟିସାଇଜ କରିବା ପାଇଁ କହୁନି। ବାକ୍ୟ କଣ କହୁଛି ମୁଁ ସେଇଟା ଉପରେ ଆପଣମାନଙ୍କୁ
ସ୍ପଷ୍ଟ ଭାବରେ କହିଲି, କୌଣସି ବିଷୟ ଲୁଚେଇନି। ଆପଣମାନେ ମଧ୍ୟ ଅନ୍ୟମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ। ବାକ୍ୟ ଏହା କହେ, ଆମମାନଙ୍କ ଜୀବନ ପାଇଁ ପ୍ରଭୁଙ୍କର କେତେ ବିରାଟ ଯୋଜନା। ପୁଣି ପରସ୍ପରର ନିଷ୍ଠା ଜନ୍ମ। ଯେତେ ଯେତେ ଆମେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦବା, ଈଶ୍ୱରଙ୍କ ବାକ୍ୟକୁ ଭାଙ୍ଗିକି ଅନ୍ୟମାନଙ୍କୁ କହିବା, ସେମାନଙ୍କ ମନରେ ନିଷ୍ଠା ଆସିବ, ଭରସା ଆସିବ, ବିଶ୍ୱାସ ଆସିବ। ସେମାନେ ଭାବିବେ ହଁ ସତ କଥା ଏଇଟା। ସେ କାର୍ଯ୍ୟ ହଉଛି ଆମର। ପ୍ରଭୁ ଏହି କ୍ଷୁଦ୍ର ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ମୋର